ଯାହା ହଉ ବୁଲୁ ବୁଲୁ ଗୋଟେ ଭଲ ଅଫିସଟେ ପାଇଲି। ଏଇ ଅଫିସରେ ଚାକିରି କରିବା ଆଉ। ଶୁଣ, ମୋ ବାପା ସବୁବେଳେ ମତେ କହୁଛି କୁଳାଙ୍ଗାରଟା, ତୁ କିଛି କରିପାରିବୁ ନାହିଁ, ମରିବୁ, କୋଢିଆ ମୋଡିଆ, ଦୁନିଆ ପ୍ରକାର କଥାବାର୍ତ୍ତା କରୁଛି। ନାଇଁ ନାଇଁ, ଆଜି ଏଇ ଅଫିସରେ ସାରଙ୍କୁ ଦେଖା କରିବି ଆଉ ଏଇଠି ଚାକିରି କରିବି। କଣ ବା ଏଡେ ବଡ ଅଫିସଟା, ଦେଖିଲା ବେଳକୁ କେହି କୁଆଡେ ଦେଖା ଯାଉନାହାନ୍ତି। ଏଇଟା କଣ ଭୂତ କୋଠି ନା କଣ? ଏଇଠି ବା ସାରେ, ମୁଁ କୁଆଡେ କୁଆଡେ ଖୋଜୁଛି, ଦେଖିଲା ବେଳକୁ ଏଇଠି ସାରେ। ସାରେ ଓଳିକି ଯାଇଥିଲି ଆପଣଙ୍କ ଗଳିକି, ଆପଣଙ୍କ ଗଳିକି ଗଲାକୁ ମ୍ୟାଡାମ ଦେଖାହେଲେ। ମ୍ୟାଡାମ କହିଲେ ସାରଙ୍କୁ ମୋ ନାଁ କହିବୁ, ସାର୍ ତତେ ଚାକିରି ଦେବେ। ନମସ୍କାର ନମସ୍କାର। କିଏ ତମେ? ଜାଣିପାରିଲି। କୋଉ ମ୍ୟାଡାମ କଥା କହୁଛନ୍ତି? କୋଉ ମ୍ୟାଡାମ ମାନେ? ଆରେ ଆପଣଙ୍କ ସ୍ତ୍ରୀ, ଆପଣଙ୍କ ଧର୍ମ ପତ୍ନୀ, ସେଇ ହଉଛନ୍ତି ମ୍ୟାଡାମ। ମୋ ଧର୍ମ ପତ୍ନୀ? ମୁଁ ତ ବାହା ହେଇନାହିଁ, ମୋର ଧର୍ମପତ୍ନୀ କୁଆଡେ ଆଇଲା? ଶଳା ଏଠି ମୂଳରୁ ମାଇପ ନାହିଁ, ପୁଅ ନା ଗୋପାଳିଆ। ଇ ଶଳାଟା ଟାଉଟର ଟୋକାଟା ଆଉ। ଏବେ ଟାଉଟର କୋଉଠି ତୁ ମୋ ସ୍ତ୍ରୀ କି ଦେଖିଲୁ? ମୋ ସ୍ତ୍ରୀ ତତେ କହିଲା ମୁଁ ତତେ ଚାକିରି ଦେବି ଏଠିକି ଆଇଲେ। ଓହୋ, ତାହେଲେ ସିଏ ଆପଣଙ୍କ ସ୍ତ୍ରୀ ନୁହେଁ? ମୁଁ ଭାବିଲି ବୋଧେ ଆପଣଙ୍କର ସ୍ତ୍ରୀ, ଆଉ ଆପଣଙ୍କ ସ୍ତ୍ରୀ ଭାବିକି ଆପଣଙ୍କୁ କହିଦେଲି ଆଉ। ଆକୁ ମୁଁ ଟାଉଟରି ମାରି ଫସଉଥିଲି, ଦେଖିଲା ବେଳକୁ ଶଳା ଏଇଟା ମୂଳରୁ ଅଥରଟା। ନାଇଁ ନାଇଁ, ଅଲଗା କଣ ପ୍ଲାନିଂ କରି ବଞ୍ଚିବାକୁ ପଡିବ। ଓହୋ, ସେଇଟା ବୋଧେ ଆର ଅଫିସ, ଭୁଲରେ ମୁଁ ଏପଟକୁ ପଳେଇ ଆଇଲି ଆଉ। ହଉ ଛାଡନ୍ତୁ, ମୁଁ ଆଉ ସେପଟକୁ ଯିବିନି। ଆପଣ ମତେ ଗୋଟେ କାମ କରନ୍ତୁ, ଏଇଠି ଚାକିରି ଦେଇ ଦଉନାହାନ୍ତି, ମୁଁ ଏଇଠି ଚାକିରି କରିବି। ତୁ ଚାକିରି କରିବୁ? ହଉ ହଉ, ହ୍ୱାଟ ଇଜ ୟୋର ନେମ୍? ମାଇ ନେମ୍ ସୁକୁଟା, ମାଇ ବାପା ନେମ୍ ଭାକୁଟା, ମାଇ ଜେଜ ନେମ୍ ଜରିଗୋଟା। ହେ ବନ୍ଦ କର ତୋର ଗୀତ ବୋଲା। ତୋତେ ତ ମୁଁ ତୋ ନାଁ ପଚାରିଲି, ତୁ ତୋ ବାପା ନେମ୍, ତୋ ମା ନେମ୍, ତୋ ଜେଜ ନେମ୍ ଏଗୁରା କଣ କହୁଛୁ ବେ? ନାଇଁ ମ ସାର୍, ସିଏ ମତେ ଯିଏ ମୋ ନାଁ ପଚାରନ୍ତି, ମୁଁ ମୋ ବାପା ନାଁ ମୋ ଜେଜେ ନାଁ ବି କହିଦିଏ, ମତେ ଟିକେ ଭଲ ଲାଗେ ଆଉ। ହଉ ଛାଡେ ଛାଡେ। ଆଉ ପଢାପଢି କୋଉ ଯାଏଁ କରିଛୁ? ପଢାପଢି ତ ବହୁତ ପଢାପଢି କରିଛି ମୁଁ। ଆଉ ଆପଣ ବିଶ୍ୱାସ ବି କରିପାରିବେ ନା, ଏତେ ପଢାପଢି କରିଛି ମୁଁ। ଆମ ଗାଁର ସବୁଠୁ ଏଜୁକେଟେଡ ପିଲା ହଉଛି ମୁଁ। ନାଇଁ ମ ସତରେ? ଆଉ କୋଉ ଯାଏଁ ପାଠ ପଢାପଢି କରିଛୁ? ମୁଁ ଆମ ଗାଁର ଏକମାତ୍ର ଯିଏ ପିଲା ସବୁଠୁ ଅଧିକା ପାଠ ପଢିଛି, ଚତୁର୍ଥ କ୍ଲାସ ଯାଏଁ ପାଠ ପଢିଛି। କାଇଁ ଆଉ କଣ ଆଗକୁ ପଢିବାକୁ ଇଚ୍ଛା ହେଲା ନାଇଁ? ଇଚ୍ଛା ହେଲା ଯେ, ଆଉ ସ୍କୁଲ ବାଲାଙ୍କର ଦିଟା ତିନିଟା ଭୁଲ ସକାଶେ ମତେ ଆଉ ପାଠ ପଢିବାକୁ ଇଚ୍ଛା ହେଲା ନାହିଁ, ମୁଁ ପାଠ ଛାଡିଦେଲି ଆଉ। ଆବେ ସ୍କୁଲ ବାଲାଙ୍କର କଣ ଭୁଲ ରହିଲା ଯେ ତୁ ପାଠ ପଢା ଛାଡିଦେଲୁ? ଏତେ ପଢିବାକୁ ଚାହୁଁଥିଲୁ। ଏତେ ମାନେ କେତେ ପଢିଥାନ୍ତି ଯେ, ମୋର ଭାରି ଇଚ୍ଛା ଥିଲା ଡକ୍ଟର ହବା ପାଇଁ, କିନ୍ତୁ ହେଇପାରିଲି ନାହିଁ ଆଉ। ସେ ସ୍କୁଲ ସାରେ ଶଳା ପକ୍କା ହାରାମି, ମତେ ଚତୁର୍ଥରେ 4 ଥର ଫେଲ କରିଦେଲା। ସେଇଥିପାଇଁ ମୁଁ ଆଉ ଗଲି ନାହିଁ ସ୍କୁଲ, ନହେଲେ ମୁଁ ଆହୁରି ଯାଇଥାନ୍ତି, ଡକ୍ଟରଟେ ହେଇଥାନ୍ତି। ତୁ ଶଳାଟା ଭଲ ହେଇଛି ଡକ୍ଟର ହେଇନୁ। ତୁ ଯଦି ଡକ୍ଟର ହେଇଥାନ୍ତୁ ନା, ତାହେଲେ ସାଲାଇନ ହାତରେ ଫୋଡିଆ ଜାଗାରେ ଗାଣ୍ଡିରେ ଫୋଡି ଦେଇଥାନ୍ତୁ। ଆଉ ତୋ ଭଳିଆ ଡକ୍ଟର ଶଳା ଲୋକ ବଞ୍ଚେଇ ନଥାନ୍ତେ, ଓଲଟି ମାରିବାରେ ୱାର୍ଲଡ ରେକର୍ଡ କରିଥାନ୍ତେ। ୱାର୍ଲଡ ରେକର୍ଡଟା ତ ଭଲ କଥା, ମୁଁ ଗୋଟେ ୱାର୍ଲଡ ରେକର୍ଡ କରିଥାନ୍ତି, ଗିନିସ୍ ବୁକରେ ନାଁ ଲେଖିଥାନ୍ତି। ଏ ଟୋକାଟାର କଣ ବାହାଦୁରିଆ ଗପ ସରୁନାହିଁ। ନାଇଁ ନାଇଁ, ତୁ ଏଠି କିଛି ଚାକିରି ଫାକିରି ତତେ ମିଳିପାରିବନି, ତୁ ଯା ଯା ଏଠୁ। ତୋତେ ଯଦି ଚାକିରି ଦେବି ମୋ କମ୍ପାନୀ ବୁଡିଯିବ, ମୁଁ ରୋଡକୁ ପଳେଇ ଆସିବି ଭିକ ମାଗିବି। ଏ ବାବା ଯାରେ, ତୁ ଯା ଯା ଏଠି, ଜମା ତୋ ପାଇଁ ଚାକିରି ନାହିଁ। କଣ ଭାଇ, ଏଠି ମୋ ପାଇଁ ଚାକିରି ନାହିଁ? ଶଳା ଭାବିକି ଆଇଥିଲି ଏଇ କମ୍ପାନୀରେ ଚାକିରି କଲେ ଏଇ କମ୍ପାନୀକି ପୁରା ଉପରକୁ ନେଇଯିବି, ଦେଖିଲା ବେଳକୁ ତୁ ମତେ ଚାକିରି ଦେଲୁ ନାଇଁ। ଆଉରେ ପୁଅ, ତୋ କମ୍ପାନୀ ଶଳା ବୁଡିଯିବ। ଦେଖିଲୁ ଏ ଟୋକାକୁ ଚାକିରି ଦେଲେ ନାହିଁ ବୋଲି ତୁ ତା ବା କରି କଥାବାର୍ତ୍ତା କଲାଣି। ନାଇଁ ରେ ବାବା, ତୁ ଏଠୁ ଯା। ମୋର ପଛେ କମ୍ପାନୀ ବୁଡି ଯାଉ, ମୁଁ ଆଉ ଥରେ ଛିଡା କରିପାରିବି, କିନ୍ତୁ ତୋ ଭଳିଆ ପିଲାକୁ ରଖିଲେ ମୋ କମ୍ପାନୀ କଣ, ମୁଁ ଶଳା ବି ପାଗଳ ହେଇଯିବି। ମତେ ତୁ ଚାକିରି ଦବୁ ନାଇଁ ତ? ହଉ ନଦେ ବା, ମତେ କଣ ଚାକିରି ଅଭାବ? ମୁଁ ପା ଏଇଠୁ ଏଇନା ବାହାରୁ 8-10ଟା କମ୍ପାନୀ ମତେ ଏଇନା ଭଡା ଭଡ ଘୋଷାଡି ନେବେ, ମୋ ଟ୍ୟାଲେଣ୍ଟ ସେଇଭଳିଆ। ହଁ ହଁ, ମୁଁ ଦେଖିଲି ତୋ ଟ୍ୟାଲେଣ୍ଟ କୋଉ ଭଳିଆ। ତୁ ବାବା ଯା ଯା। ହଉ ନଦେ ଆଉ, ମୁଁ ଯାଉଛି ଆଉ। ଏ ଶଳା ମ୍ୟାନେଜର ବହୁତ ଛୋଡି ଛାଡି ହଉଛି। ଏ ଶଳାକୁ ଏମିତିଆ କମ୍ପାନୀ ଉପରେ ମୁଁ ମୁତି ପକାଏ। ଏ କିଏ ଆକୁ ପଚାରୁଛି ମ, ମୁଁ ଯାଏ ଦେଖିବି ଅଲଗା କୋଉ କମ୍ପାନୀରେ ଚାକିରି କରିବି ଆଉ। ଓହୋ, ସେ ଶଳା ଟୋକା ଗଲା। ଏଇ ଶଳା ଟୋକା କୁଆଡୁ ଗୋଟେ ପଳେଇ ଯାଇଛି, କହୁଛି ମତେ ଚାକିରି ଦିଅ। ଆକୁ ଯଦି ଚାକିରି ଦେବି, ଶଳା ମୁଁ ପାଗଳ ହେବି, ମୋ ଷ୍ଟାଫ ମାନେ ପାଗଳ ହେବେ। ଶଳା ମୋ ବିଲ୍ଡିଂ ପତ୍ର ବାନ୍ଧିକି ଗାଁକୁ ଯିବାକୁ ପଡିବ। ଯାହା ହଉ ଗଲା ଭାରି। ଓହୋ, ଗୋଟେ ଟେନସନ ଗଲା।
ଦେଖିଲେ ତ ସାଙ୍ଗମାନେ ଏ ଟୋକା କୋଉଠୁ ଆଇଥିଲା କେଜାଣି ଜଣା ନାହିଁ କିଛି ନାହିଁ। ଇଏ ମୋତେ ଆସି କହୁଛି ମୋତେ ଚାକିରି ଦିଅ। ଆକୁ ଯଦି ମୁଁ ଚାକିରି ଦେଇଥାନ୍ତି ମୋ କମ୍ପାନୀ ପୁରା ବୁଡ଼ି ଯାଇଥାନ୍ତା। ହଉ ସିଏ ତ ଗଲା, ଏବେ ମୋର ବି ଅଫିସ୍ ଛୁଟି ହେଇଗଲା, ମୁଁ ବି ଚାଲିଲି। ଆଉ ଆପଣମାନଙ୍କ ସହିତ ଦେଖା ହେବ ନେକ୍ସଟ ଏପିସୋଡ଼ରେ। ସେଥିପାଇଁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ।